ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଭାଗବତୀ ଶକ୍ତିଙ୍କର ଚିତ ବିମୋହନକାରୀ ବିଭାବ ମହାଲକ୍ଷ୍ମୀ। ଭାଗବତୀ ଶକ୍ତିଙ୍କର ଚିତ ବିମୋହନକାରୀ ବିଭାବ ମହାଲକ୍ଷ୍ମୀ ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ କୋରାପୁଟ ଜିଲ୍ଲା ଦାମଞ୍ଜଳିର ବିଜୟପା ସସ୍ମିତା ମିଶ୍ରଙ୍କୁ ମୁଁ ଅନୁରୋଧ କରୁଛି। ସସ୍ମିତା ଆପା ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦପଦ୍ମରେ ମୋର ଅନନ୍ତ କୋଟି ପ୍ରଣାମ ଜଣାଉଛି ଏବଂ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ସମସ୍ତ ମାତୃ ଅଭିପ୍ସୁ ଅପା ଭାଇମାନଙ୍କୁ ଅନ୍ତରରୁ ପ୍ରଣାମ ଜଣାଉଛି। ଏବେ ଆମେ ମା ଦୁର୍ଗାଙ୍କୁ ପୂଜା କରିଥିଲେ। 10 ଦିନ ବ୍ୟାପୀ ତାଙ୍କର ପୂଜା ଆୟୋଜନ କରାଯାଇଥିଲା। ଆଜି ଭସାଣୀ ଉତ୍ସବ। ଆଗକୁ ଆମେ ଗଜଲକ୍ଷ୍ମୀଙ୍କର ପୂଜା କରିବା, ତାଙ୍କୁ ଆବାହନ କରିବା ଏଇ ଆମର ଜୀବନ ଭିତରେ। ତେବେ ଏଇ ଯୋଉ ଲକ୍ଷ୍ମୀ ପୂଜା, ଲକ୍ଷ୍ମୀ କିଏ? ଏବେ ପଢୁଥିଲେ ଅପା ମାଙ୍କର 4ଟି ବିଭାଗର କଥା। ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ। ଏଇ 4ଟି ବିଭାଗ ଭିତରୁ ମହାଲକ୍ଷ୍ମୀଙ୍କ ବିଷୟରେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ମା କଣ ଲେଖୁଛନ୍ତି ତାହାରି ଭିତରୁ ବୁଝିବା ପାଇଁ ପ୍ରୟାସ କରିବା। ମହାଲକ୍ଷ୍ମୀଙ୍କୁ ଚିହ୍ନିବା, ସେ କଣ ଚାହାନ୍ତି, କଣ ସେ ଆମଠାରୁ ଆଶା କରନ୍ତି, କଣ ହୋଇପାରିଲେ ଆମେ ତାଙ୍କର ଯଥାର୍ଥ ପ୍ରିୟ ସନ୍ତାନଟି ହୋଇପାରିବା, ତାଙ୍କ ଉପସ୍ଥିତିକୁ ଆମଠାରେ ଧାରଣ କରିପାରିବା। ଆଜିର ଆଲୋଚନାର ବିଷୟଟି ଭାଗବତୀ ଶକ୍ତିଙ୍କର ଚିତ୍ତ ବିମୋହନକାରୀ ବିଭାବ ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ସବୁଠାରୁ ଚିତ୍ତ ବିମୋହନକାରୀ ବୋଲି କହିଛନ୍ତି, ଯିଏକି ଅତ୍ୟନ୍ତ ସୁନ୍ଦର। ଆମେ ତାଙ୍କୁ ଦେଖିଲେ ଆମର ଚିତ୍ତ ବିମୋହିତ ହେଇ ଉଠିବ। ତାଙ୍କର ଏଇଭଳି ଯେଉଁ ପ୍ରକାଶ, ଏଇ ଯୋଉ ବିଭାବଟି ଭାଗବତୀ ଶକ୍ତିଙ୍କର, ଏମିତି ଆଉ କୌଣସି ଠାରେ ନାହିଁ। ଏହା ହିଁ ପ୍ରଭୁ କହିଛନ୍ତି। ତେବେ ଭାଗବତୀ ଶକ୍ତିଙ୍କର ଏଇ ଚିତ୍ତ ବିମୋହନକାରୀ ବିଭାବ ମହାଲକ୍ଷ୍ମୀ ଚାହାନ୍ତି କଣ? ଆମେ ମା ପୁସ୍ତକରେ ତାଙ୍କରି ବିଷୟରେ ସବୁବେଳେ ପଢୁଛୁ ଏବଂ ତାଙ୍କର ସେଇ ଲେଖା ଗୁଡିକ ପ୍ରଭୁଙ୍କର ଆମର ପୁରା ମୁଖସ୍ଥ ଭଳି ହେଇଗଲାଣି। କିନ୍ତୁ କଣ କେତୋଟି କଥା ତା ଭିତରେ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି, ଯାହା ଆମର ସବୁବେଳେ ମନେ ରହିଥିବା ଦରକାର, ଯାହା ଫଳରେ ମା ମହାଲକ୍ଷ୍ମୀଙ୍କୁ ଆମେ ଯଥାର୍ଥରେ ଆରାଧନା କରିପାରିବୁ। ମା ମହାଲକ୍ଷ୍ମୀଙ୍କ ବିଷୟରେ ପ୍ରଭୁ ଏଠି ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସେ କହୁଛନ୍ତି ଯେ ଏଇ ଯୋଉ ଦେବୀ, ତାହା ତାଙ୍କର ମୂଳ ବିଭାବଟି, ତାଙ୍କର ଗୁଣଟି ତାଙ୍କ ଭିତରେ ରହିଛି ଯେ ଶାଶ୍ୱତ ସୌନ୍ଦର୍ଯ୍ୟର ପରମ ଇନ୍ଦ୍ରଜାଲ, ଇନ୍ଦ୍ରିୟ ଅନଧିଗମ୍ୟ, ଗୋପନ ଏକ ଦିବ୍ୟ ସଂଗତି ଓ ସୁଷମ, ବିଶ୍ୱବ୍ୟାପୀ ଏକ ଅପ୍ରତିହତ ଶ୍ରୀ ଏବଂ ଆକର୍ଷଣର ଦୁର୍ନିବାର ମୋହିନୀ ଶକ୍ତି, ଯିଏକି ସମସ୍ତ ବସ୍ତୁ, ସକଳ ସତ୍ତା ସମସ୍ତଙ୍କୁ ପରସ୍ପର ସଙ୍ଗେ ସମ୍ମିଳିତ, ସଂଯୁକ୍ତ ଏବଂ ଏକତ୍ର କରିକି ଧରି ରଖିଛନ୍ତି। ଏଇଭଳି ଭାବରେ ମହାଲକ୍ଷ୍ମୀ, ଯିଏକି ସବୁବେଳେ ତାଙ୍କର ମୂଳ ଗୁଣ, ତାଙ୍କର ଶକ୍ତିର ପରିଚୟ, ତାଙ୍କର ଏଇ ଯୋଉ ଦିବ୍ୟତା, ତାହା କଣ କିଭଳି ଭାବରେ ଅଭିବ୍ୟକ୍ତ ହୁଏ? ତାଙ୍କର ଯେଉଁ ମୂଳ ଗୁଣଟି ହଉଛି ବିୟୁଟି, ହାର୍ମୋନି, ଲଭ୍। ଏଇ 3ଟି ଜିନିଷ ତାଙ୍କ ଭିତରେ ସବୁବେଳେ
ସମସ୍ତଙ୍କ ପାଇଁ ସେ ତାକୁ ବିତରି ଦିଅନ୍ତି, ବାଣ୍ଟି ଦିଅନ୍ତି। ମୂଳତଃ ସେ ହଉଛନ୍ତି ସୌନ୍ଦର୍ଯ୍ୟର ଦେବୀ, ସଂଗତିର ଦେବୀ, ପ୍ରେମର ଦେବୀ। ଏ ତିନୋଟି ତାଙ୍କଠାରେ ଏତେ ପରିମାଣରେ ଭରି ରହିଛନ୍ତି ଯାହାକି ତାଙ୍କର ରୂପ ଭିତରେ ପ୍ରସ୍ଫୁଟିତ ହୁଏ। ସେଇ ଦିବ୍ୟ ସୌନ୍ଦର୍ଯ୍ୟର ଅଧିକାରିଣୀ ସେ, ସେଇ ସଂଗତି ଯୋଗେ ହିଁ ଏ ସମଗ୍ର ସୃଷ୍ଟିକୁ ପରସ୍ପର ସହିତ ସମ୍ମିଳିତ କରିକି ସେ ଧରି ରଖିଛନ୍ତି ଏବଂ ଦିବ୍ୟ ପ୍ରେମରେ ସଭିଙ୍କୁ ବାନ୍ଧି ରଖିଛନ୍ତି। ତେବେ ଏଇ ଯୋଉ ବିୟୁଟି, ହାର୍ମୋନି, ଲଭ୍, ଏଇ ତିନୋଟିକୁ ପ୍ରଥମେ ଚିହ୍ନିବା। କଣ ଏଇ ଜିନିଷ ଗୁଡିକ? ବିୟୁଟି କଣ? ମା କହୁଛନ୍ତି, in the physical world of all things, it is beauty that expresses best the divine. ଏଇ ପାର୍ଥିବ ଜଗତରେ ସୌନ୍ଦର୍ଯ୍ୟ ହିଁ ସର୍ବଶ୍ରେଷ୍ଠ ଭାବରେ ଦିବ୍ୟ ପରମ ସତ୍ତାଙ୍କୁ ଅଭିବ୍ୟକ୍ତ କରେ। ଯୋଉଠି ସୌନ୍ଦର୍ଯ୍ୟ ଦେଖାଯାଏ ଆମେ ଜାଣିବା ତାହା ହିଁ ଭଗବାନଙ୍କର ଅଭିବ୍ୟକ୍ତି। ଯେତେ ସୌନ୍ଦର୍ଯ୍ୟ ଆମେ ଦେଖୁଛୁ ଏ ସୃଷ୍ଟିରେ, ଯେତେ ସୁନ୍ଦର ଜିନିଷ, ଯେତେ ଭଲ କଥା, ଯେତେ ଦେଖିବା ପାଇଁ ଆମକୁ ଭଲ ଲାଗୁଛି, ଆମ ମନଟି ଆନନ୍ଦରେ ଭରି ଯାଉଛି, ସବୁଠି ସେଇ ଦିବ୍ୟ ଭଗବତ ସତ୍ତାଙ୍କର ହିଁ ଉପସ୍ଥିତି, ତାଙ୍କରି ହିଁ ଅଭିବ୍ୟକ୍ତି ବୋଲି ବୁଝିବାକୁ ହବ। ତାହା ହିଁ ସୌନ୍ଦର୍ଯ୍ୟ। ସବୁଠି ସୌନ୍ଦର୍ଯ୍ୟ ସେଇ ଶାଶ୍ୱତଙ୍କୁ ଅଭିବ୍ୟକ୍ତ କରେ, ତାଙ୍କରି ପରିପ୍ରକାଶ କରେ, ତାଙ୍କୁ ସୂଚେଇ ଦିଏ। ଶ୍ରୀ ଅରବିନ୍ଦ କହୁଛନ୍ତି, ବିୟୁଟି ଇଜ ହିଜ ଫୁଟପ୍ରିଣ୍ଟ showing us where he has passed. ତାଙ୍କରି ହିଁ ପଦ ଚିହ୍ନ ଯୋଉ ବାଟ ଦେଇକି ସେ ଯାଇଛନ୍ତି, ଯୋଉ ବାଟରେ ସେ ଗତି କରିଛନ୍ତି, ତାଙ୍କରି ପଦ ଚିହ୍ନ ହିଁ ସୌନ୍ଦର୍ଯ୍ୟ ରୂପେ ଅଭିବ୍ୟକ୍ତ ହୁଏ ଏ ସୃଷ୍ଟିରେ। ଅର୍ଥାତ୍ ତାଙ୍କରି ଉପସ୍ଥିତି ହିଁ ତ ସୌନ୍ଦର୍ଯ୍ୟ। ସେଇଥିପାଇଁ ସବୁବେଳେ ସୌନ୍ଦର୍ଯ୍ୟଟି କିଭଳି ଭାବରେ ଆମ ଭିତରେ ରହିବ ତାହା ମଧ୍ୟ ମା କହୁଛନ୍ତି, let beauty be your constant ideal, the beauty of the soul, the beauty of sentiments, the beauty of thoughts, the beauty of the action, the beauty of the work. ଏ ସୌନ୍ଦର୍ଯ୍ୟ ଆମର ସମଗ୍ର ଜୀବନରେ ଅଭିବ୍ୟକ୍ତ ହେବା ଦରକାର। ବିୟୁଟି ଅଫ ଦ ସୋଲ୍, ଆମର ଆତ୍ମାର ସୌନ୍ଦର୍ଯ୍ୟ। ବିୟୁଟି ଅଫ ସେଣ୍ଟିମେଣ୍ଟସ୍, ଆମ ମନୋଭାବ ଭିତରେ ମଧ୍ୟ ସୌନ୍ଦର୍ଯ୍ୟ, ଆମ ଚିନ୍ତାରେ ସୌନ୍ଦର୍ଯ୍ୟ, କର୍ମରେ ସୌନ୍ଦର୍ଯ୍ୟ, ଆମର ବାହ୍ୟ ସକଳ କ୍ରିୟା ମଧ୍ୟରେ ମଧ୍ୟ ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହେବା ଦରକାର। ସେଗୁଡିକ ଭିତରେ କେମିତି ଏ ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହବ? ଆତ୍ମାର ସୌନ୍ଦର୍ଯ୍ୟ ସେତେବେଳେ ଅଭିବ୍ୟକ୍ତ ହବ ଯେତେବେଳେ ଆମେ ପ୍ରକୃତରେ ଆତ୍ମା ସହିତ ସମ୍ପର୍କିତ ହବୁ। ତାଙ୍କରି ସୌନ୍ଦର୍ଯ୍ୟ ଆମ ଜୀବନରେ ଅଭିବ୍ୟକ୍ତ ହବ, ଯାହାକି ଆମର ଜୀବନର ଏଇଠି ମୂଳ ଉଦ୍ଦେଶ୍ୟ। କାରଣ ସେତେବେଳେ ହିଁ ଆତ୍ମାର ସୌନ୍ଦର୍ଯ୍ୟ, ସେଇ ଦିବ୍ୟଙ୍କ ପଦଚିହ୍ନ ଆମ ଜୀବନରେ ଫୁଟି ଉଠିବ ଏବଂ ଆମର ମନୋଭାବରେ ମଧ୍ୟ ପ୍ରତି ମୁହୂର୍ତ୍ତରେ ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହେବା ଦରକାର। ଆମ ମନୋଭାବରେ ବହୁତ ମିଶ୍ରିତ ଭାବ ଗୁଡିକ ରହିଛି। କାହା ପ୍ରତି ଈର୍ଷା, ଦ୍ୱେଷ, ବିଭିନ୍ନ ପ୍ରକାରର ହିଂସା, ବିଭିନ୍ନ କଳୁଷ କାଳିମା ଆମ ମନୋଭାବ ଭିତରେ ଭରି ରହିଛି। ସେଗୁଡିକରୁ ମୁକ୍ତ ହୋଇ ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହେବା ଦରକାର ମନୋଭାବରେ। ସବୁ କିଛି ସୁନ୍ଦର ଲାଗିବ, ସମସ୍ତଙ୍କ ପାଇଁ ଗୋଟିଏ ସଦ୍ଭାବନା, ସମସ୍ତଙ୍କ ପାଇଁ ସଦିଚ୍ଛା, ସମସ୍ତଙ୍କ ପାଇଁ ଦିବ୍ୟ ଭାବନା ଆମ ଭିତରେ ରହିବା ଦରକାର। ପ୍ରତିଟି ବସ୍ତୁ ପାଇଁ, ପ୍ରତିଟି ବ୍ୟକ୍ତି ପାଇଁ, ପ୍ରତିଟି ଜୀବ ପାଇଁ। ଆମ ଚିନ୍ତାରେ ମଧ୍ୟ ସେମିତି ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହେବା ଦରକାର। ଆମ ଭିତରୁ ସମସ୍ତ ମନ୍ଦ ଚିନ୍ତା, ସମସ୍ତ ନିଷ୍କୃତି ପାଇବା ଦରକାର। ସମସ୍ତ ମନ୍ଦ ଚିନ୍ତା ଗୁଡିକରୁ ଅପ୍ରୀତିକର ସମସ୍ତ ଭାବନା ଆମ ଭିତରୁ ବାହାରି ଯିବା ଦରକାର, ଯୋଉଗୁଡିକ କି ମହାଲକ୍ଷ୍ମୀଙ୍କର ପସନ୍ଦ ନୁହେଁ। The beauty of the action, ଆମ କାର୍ଯ୍ୟକଳାପରେ ଆମର ଯେତେକ
କ୍ରିୟା ପ୍ରତିକ୍ରିୟା ସବୁ ଭିତରେ ସେଇ ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହବା ଦରକାର। ଏମିତି ଭାବରେ ପ୍ରତି ସମୟରେ ପ୍ରତିଟି ମୁହୂର୍ତ୍ତରେ ଆମ ଚେତନା ଭିତରେ ପ୍ରତିଟି କୋଣେ ଅନୁକୋଣେ ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ହେବାର ଆବଶ୍ୟକତା ରହିଛି। ଏବଂ ଏହି ସୌନ୍ଦର୍ଯ୍ୟ ମାଧ୍ୟମରେ ହିଁ ପ୍ରକୃତି ଏହି ବିଶ୍ୱର ପ୍ରଭୁଙ୍କ ନିକଟରେ ନିଜର ଆରାଧନା ଅଜାଡ଼ି ଦିଏ। Beauty is the worship nature offers to the supreme master of the universe। ଆଉ ଯେତେବେଳେ ଆମେ କେଉଁଠାରେ ସବୁଠାରୁ ସର୍ବୋତ୍ତମ ସୌନ୍ଦର୍ଯ୍ୟ ଯଦି ପାଇବୁ ଖୋଜିକିରି ସେଇଠୁ, ତାହେଲେ ଆମେ ଭଗବାନଙ୍କୁ ପାଇଲୁ ବୋଲି ଜାଣିବୁ। କାହିଁକି ନା ଆମେ ଯଦି କୌଣସି ଜିନିଷକୁ, ଯେମିତି ଶିଳ୍ପୀଟିଏ ତାର ଶିଳ୍ପଟିକୁ, ତାର କଳାଟିକୁ ସବୁଠୁ ସୁନ୍ଦର କରି ଗଢ଼ିବାକୁ ଚାହେଁ ଏବଂ ଯେତେବେଳେ ସେ ତା ଭିତରେ ସର୍ବୋତ୍ତମ ସୌନ୍ଦର୍ଯ୍ୟକୁ ଅଭିବ୍ୟକ୍ତ କରିବାର ପ୍ରୟାସ କରେ, ସେଇଠି ସେ ଭଗବାନଙ୍କୁ ପାଏ। କବିଟିଏ ତାର କବିତା ଲେଖେ, ସେ କବିତା ଭିତରେ ଯେତେବେଳେ ସେ ସର୍ବୋତ୍ତମ ସୌନ୍ଦର୍ଯ୍ୟଟି ଅଭିବ୍ୟକ୍ତ କରିବାର ବା ସେଇଭଳି ସୌନ୍ଦର୍ଯ୍ୟକୁ ସୃଜନ କରିବାର ଚେଷ୍ଟା କରେ ଏବଂ ତାହା ଯେତେବେଳେ ସେ କରେ, ସେତେବେଳେ ସେ ଭଗବାନଙ୍କୁ ପାଏ। ସେଭଳି ଯେତେବେଳେ ଏମିତି ଭାବରେ ଜଣେ ହାଇଏଷ୍ଟ ବିୟୁଟିକୁ ଖୋଜି ପାଇବ, ସେତେବେଳେ ସେ ଭଗବାନଙ୍କୁ ଖୋଜି ପାଇବ। ଏବଂ ତାହା ହିଁ, କାରଣ ସୌନ୍ଦର୍ଯ୍ୟଟି ହିଁ ଭଗବାନଙ୍କର ଅଭିବ୍ୟକ୍ତି, ତାହା ହିଁ ହଉଛି ଲିଭିଂ ଇମେଜ ଆଣ୍ଡ ପାୱାର ଅଫ ଗଡ, ଭଗବାନଙ୍କର ଜୀବନ୍ତ ପ୍ରତିମୂର୍ତ୍ତି ଏବଂ ଭଗବାନଙ୍କର ଶକ୍ତି। ପ୍ରତି ସମୟରେ ଏମିତି ଭାବରେ ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହବା ଦରକାର। ଯେତେବେଳେ କୌଣସି ଠାରେ ଆମେ ଏମିତି ସୌନ୍ଦର୍ଯ୍ୟଟେ ଦେଖିବା, ଆମେ ଜାଣିବା ତାହା ହିଁ ଭଗବାନଙ୍କର ଅଭିବ୍ୟକ୍ତି। ମା ନିଜେ ମହାଲକ୍ଷ୍ମୀ ସ୍ୱରୂପିଣୀ ଶ୍ରୀମା, ତାଙ୍କର ଏଇ ମହାଲକ୍ଷ୍ମୀ ବିଭାବରେ ସେ ସୌନ୍ଦର୍ଯ୍ୟକୁ ଏତେ ଭଲ ପାଆନ୍ତି, ତାଙ୍କର ଜୀବନର ଏତେ ସାଧାରଣରୁ ସାଧାରଣ ଘଟଣା ସାଧକ ମାନଙ୍କ ଭିତରେ ମଧ୍ୟ ସେଇ ସୌନ୍ଦର୍ଯ୍ୟ ପ୍ରତି ତାଙ୍କ ମାନଙ୍କ ଭିତରେ ତାଙ୍କ କେମିତି ସୌନ୍ଦର୍ଯ୍ୟ ପ୍ରତି ଆଗ୍ରହ, ସୌନ୍ଦର୍ଯ୍ୟ ପ୍ରତି ତାଙ୍କର କେମିତି ଉନ୍ମିଳନ ରହିବ, ତାହା ମଧ୍ୟ ମା ତାଙ୍କର ଦୈନନ୍ଦିନ ଜୀବନରେ ସେମାନଙ୍କୁ ବତେଇ ଦେଇଥାନ୍ତି। କେତୋଟି କଥାରୁ ଆମେ ସେଗୁଡ଼ିକୁ ବୁଝିବା, ସାଧକ ମାନଙ୍କର କେତୋଟି ସୁନ୍ଦର ତାଙ୍କ ଜୀବନର ଉପଲବ୍ଧି ଭିତରୁ ବୁଝିବାକୁ ଚେଷ୍ଟା କରିବା। ଜଣେ ସୁନ୍ଦର ମୟୂରଟିଏ ଏମ୍ବ୍ରୋଡରୀ କରିକି ଧଳା ଶାଢୀ ଉପରେ ସୁନ୍ଦର ମୟୂରଟିଏ ରଙ୍ଗ ବେରଙ୍ଗ ଯେଭଳି ଭାବରେ ସୁନ୍ଦର ହେଇପାରିବ, ସେଭଳି ସେ ତାକୁ କରିକି ମାଙ୍କ ପ୍ରତି ଗଭୀର ପ୍ରେମରେ ନିବେଦନ କରିଥିଲେ। କେତେ ମାସ ପରିଶ୍ରମ କରିଥିଲେ ସେ। ନିଜ ଜନ୍ମଦିନରେ ସେ ଏଇ ଏମ୍ବ୍ରୋଡରୀ ଶାଢୀଟିକୁ ମାଙ୍କୁ ନିବେଦନ କଲେ। ମା କଣ କଲେ, ତାଙ୍କ ହାତରେ ଏ ମୟୂରଟିକୁ ଏତେ ସୁନ୍ଦର ଭାବରେ ସତେ ଯେମିତି ଗୋଟେ ମୟୂରକୁ ଆଉଁଶୁଛନ୍ତି ସେମିତି ଆଉଁଶି ଥିଲେ ଏବଂ ଭାରି ପ୍ରଶଂସା କରିଥିଲେ। ମା କହିଲେ, ଏଇ ଶାଢୀଟା କଣ ପାଇଁ ତମେ ତିଆରି କରୁଛ? ସେ ଉତ୍ତର ଦେଇଥିଲେ, ଆପଣଙ୍କ ପାଦ ଯୋଉ ପିଢା ଉପରେ ରଖୁଛନ୍ତି ମା, ମୁଁ ସେଇ ପିଢା ଉପରେ ଏଇଟିକୁ ରଖିବି। ଆପଣଙ୍କ ପାଦ ସେଇ କୋମଳ ଶାଢୀଟି ଉପରେ ରଖିବେ ଆପଣ। ମା କହିଲେ, ନା ନା ନା, ଉଚ୍ଚ ସ୍ୱରରେ କହିଲେ, ମୁଁ କେମିତି ୟା ଉପରେ ମୋର ପାଦ ରଖିବି? କହିଲେ, ଜାଣିଛ ମୟୂର ହଉଛି ବିଜୟର ପକ୍ଷୀ, ଆଉ ମୁଁ ତା ଉପରେ ପାଦ ରଖିବି ନା। ଏହା ଏତେ ସୁନ୍ଦର ହେଇଛି, ଏତେ ସୌନ୍ଦର୍ଯ୍ୟ ଏଠି ଅଭିବ୍ୟକ୍ତ ହେଇଛି ଏ କାର୍ଯ୍ୟଟିରେ, ଏହା ପରିପୂର୍ଣ୍ଣ ହେଇଛି। ଏଟା ସମ୍ମାନର ଯୋଗ୍ୟ, ଏହା ଦିବ୍ୟ ମର୍ଯ୍ୟାଦା ପାଇବାର ଯୋଗ୍ୟ। ସୌନ୍ଦର୍ଯ୍ୟଟି କିଭଳି ଭାବରେ ଅଭିବ୍ୟକ୍ତ ହେଇଛି ସେଠି, ତାହା ସେ ସେଇ ସାଧକଙ୍କୁ ସାଧିକାଙ୍କୁ ବତେଇ ଦେଲେ ଏବଂ ସମ୍ମାନ ଦେବା ଶିଖେଇଲେ ମଧ୍ୟ। ଜଣେ
ସାଧିକା ସେମିତି ତାଙ୍କ ମନ ଭିତରେ ଭାରି ବୈରାଗ୍ୟ। ସେ କଣ କଲେ, ମୋଟା କପଡା ପିନ୍ଧୁଥିଲେ, ଆଉ ମାଙ୍କୁ ସେ ଯୋଉ ଟିପା ଖାତାରେ ଲେଖିକି ପଠଉଥିଲେ ଚିଠିଟି, ଦିନେ ସେ କଣ କଲେ, ତା ଭିତରେ ଦେଖୁଛନ୍ତି ମାଙ୍କ ପାଖକୁ ସବୁବେଳେ କାଗଜ ପଠଉଛନ୍ତି, କିନ୍ତୁ ଗୋଟେ ଅତି ସାଧାରଣ ଟିପା ଖାତାରେ ସେ ଲେଖୁଛନ୍ତି। ଦିନେ ଜଣେ କିଏ ତାଙ୍କୁ ଗୋଟେ ଭଲ ଟିପା ଖାତାଟିଏ ଦେଲେ, ରାଇଟିଂ ପ୍ୟାଡଟେ। ତାପରେ ସେ କଣ କଲେ, ମାଙ୍କୁ ନେଇକି ସେଟା ଦେବେ ବୋଲି ମାଙ୍କୁ ଦେଲେ। ମା କହିଲେ, ନା ନା, ତମେ ଗୋଟେ ଅତି ସାଧାରଣ ଟିପା ଖାତାରେ ଲେଖୁଛ, ନିଅ ଏଇ ସୁନ୍ଦର ଟିପା ଖାତାଟିରେ ତୁମେ ଲେଖିକି ମୋ ପାଖକୁ ପଠେଇବ। ସେ କହିଲେ, ତାଙ୍କୁ ବି କହୁଥିଲେ ଭଲ କପଡାର ପୋଷାକ ପିନ୍ଧ। ସୁନ୍ଦର କପଡା ତାଙ୍କ ପାଖକୁ ମା ବି ପଠେଇଲେ। କେତେ ସୌନ୍ଦର୍ଯ୍ୟ, ବାହ୍ୟ ଜୀବନରେ ବି ସୌନ୍ଦର୍ଯ୍ୟ ଏବଂ ଅନ୍ତର ଜୀବନରେ ବି ସୌନ୍ଦର୍ଯ୍ୟ। କଥାବାର୍ତ୍ତାରେ କିଭଳି ସୌନ୍ଦର୍ଯ୍ୟ ରକ୍ଷା କରାଯିବ, କର୍ମ ଗୁଡିକ କେମିତି ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରିବେ, ନିଜର ମନୋଭାବ କେମିତି ସୌନ୍ଦର୍ଯ୍ୟପୂର୍ଣ୍ଣ ହବ, ତାହା ବି ମା ସମସ୍ତଙ୍କୁ ଶିଖଉଥିଲେ। ସବୁବେଳେ କିଏ କଣ ଗୋଟିଏ କାର୍ଯ୍ୟଟିଏ ସୁନ୍ଦର କରି କଲେ, ପରିପୂର୍ଣ୍ଣତା ତା ଭିତରେ ଦେଖାଗଲା, କାର୍ଯ୍ୟଟି ସୁନ୍ଦର ହେଲା, ଯେକୌଣସି ଜାଗାରେ ଗୋଟେ ସଜେଇକି କିଛି ଜିନିଷ ରଖା ହେଇଛି, ତାହାକୁ ମଧ୍ୟ ମା ଟିକିନିକି ଭାବରେ ଦେଖୁଥିଲେ। କୌଣସି ଜିନିଷ ତାଙ୍କ ନଜରରୁ ବାଦ ପଡୁନଥିଲା ଏବଂ ତାକୁ ନେଇକି ସେ ପ୍ରଶଂସା କରୁଥିଲେ। ସେମାନଙ୍କୁ ସେଥିରେ ଭାରି ଏନକରେଜ କରୁଥିଲେ, ଉତ୍ସାହିତ କରୁଥିଲେ ଯେ ତୁମେ ଏଇ କାର୍ଯ୍ୟଟି କର, ଯାହା ଦ୍ଵାରା ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ବାହ୍ୟ ଭାବରେ ବି ହବ, ତୁମ କର୍ମ ଭିତରେ ବି ହବ, ଚେତନା ଭିତରେ ବି ହବ, ମନୋଭାବ ଭିତରେ ବି ହବ, ଯାହା ଫଳରେ ଏଇ ସବୁର ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ଭିତରୁ ଦେଇକି ଆତ୍ମାର ସୌନ୍ଦର୍ଯ୍ୟ ତୁମ ଜୀବନରେ ଅଭିବ୍ୟକ୍ତ ହବ। ଏଇ ସବୁ କଥା ମା ସମସ୍ତଙ୍କୁ ଶିଖେଇଛନ୍ତି ପ୍ରତି ମୁହୂର୍ତ୍ତରେ, କାରଣ ସେ ତ ନିଜେ ସେଇ ମହାଲକ୍ଷ୍ମୀ, ଯିଏ ସୌନ୍ଦର୍ଯ୍ୟମୟୀ ଏବଂ ସୌନ୍ଦର୍ଯ୍ୟକୁ ଯିଏ ଭଲ ପାଆନ୍ତି। ସେଇଥିପାଇଁ ତାଙ୍କୁ କୁହାଯାଇଛି ସେ ହଉଛନ୍ତି ସେଇ ସୌନ୍ଦର୍ଯ୍ୟର ପରମ ଇନ୍ଦ୍ରଜାଲ। ତାଙ୍କ ଭିତରେ ସେଇ ସୌନ୍ଦର୍ଯ୍ୟ, ସୁଷମା, ଏମିତି ଆକର୍ଷଣର ସେ ଦୁର୍ନିବାର ମୋହିନୀ ଶକ୍ତି, ଏଇଭଳି ଭାବରେ ସେ ଅଛନ୍ତି। ମା ସେମିତି ଦେଖିବାକୁ ଏତେ ସୌନ୍ଦର୍ଯ୍ୟମୟୀ ଯେ ବହୁତ ବ୍ୟକ୍ତି, ବହୁତ ସାଧକ ସାଧିକା ଯୋଉମାନେ ମାଙ୍କୁ ଦେଖିଛନ୍ତି, ସେମାନେ ପ୍ରକୃତରେ ମାଙ୍କ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିପାରନ୍ତିନି। ତାଙ୍କର ଯୋଉ ଚିତ୍ତ ବିମୋହନକାରୀ ବିଭାବର ଯୋଉ ଅଭିବ୍ୟକ୍ତି, ପ୍ରକୃତରେ କେମିତି ତାଙ୍କ ଚିତ୍ତକୁ ସେ ବିମୋହନ କରୁଥିଲେ, ପୁରା ଜଣେ ମୋହିତ ହେଇଯାଆନ୍ତି ତାଙ୍କ ରୂପକୁ ଦେଖିଲେ। ସବୁବେଳେ ସେଇ କଥା ସେମାନେ ବର୍ଣ୍ଣନା ବି କରିଛନ୍ତି। ମାଙ୍କୁ ପ୍ରଥମ ଦେଖାରେ ମଧ୍ୟ କେତେ ଜଣ ବର୍ଣ୍ଣନା କରିଛନ୍ତି। ଶୋଭାମିତ୍ର କେତେ ସୁନ୍ଦର ଭାବରେ ସେ ତାଙ୍କ କଥାକୁ କହିଛନ୍ତି, ଯେତେବେଳେ ମୁଁ ତାଙ୍କୁ ପ୍ରଥମେ ଦେଖୁଛି, ସତେ ଯେମିତି ସେ ହଉଛନ୍ତି ଜଣେ ଏ ହେଭେନଲି ଗଡେସ୍ ବୋଲି କହୁଛନ୍ତି, ଜଣେ ସ୍ୱର୍ଗୀୟ ଦେବୀ। ସିଏ had never seen anything like this before। ମୁଁ ଏମିତିଆ ତାଙ୍କର ଭଳି ଜଣେ ଦେବୀଙ୍କୁ ପୂର୍ବରୁ କେବେ ବି ଦେଖିନି। ଏମିତି ଅନେକ ସାଧକଙ୍କର ଏଇ ଅନୁଭୂତି। ତାଙ୍କଠାରୁ ଜ୍ୟୋତି, ତାଙ୍କଠାରୁ ତାଙ୍କର ସେଇ ହୀରକ ଜ୍ୟୋତି ସବୁବେଳେ ଉଦ୍ଭାସିତ ହେଉଥାଏ। ତାଙ୍କର ସୌନ୍ଦର୍ଯ୍ୟ ପ୍ରକୃତରେ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ ହେଇପଡେ। ସମସ୍ତେ ସେଇ କଥା ହିଁ କୁହନ୍ତି। ଆମେ ପଢିବା ଯଦି ଲେଖା ଗୁଡିକ ସାଧକ ସାଧିକା ମାନଙ୍କର, ସେମାନେ କୁହନ୍ତି ପ୍ରକୃତରେ ଏତେ ସୌନ୍ଦର୍ଯ୍ୟମୟ ସିଏ ଭାଷାରେ ବର୍ଣ୍ଣନା କରିହବନି। ତାଙ୍କର ସ୍ମାଇଲ, ତାଙ୍କର ଯୋଉ ସ୍ମିତ ହାସ୍ୟ କେତେ ସୁନ୍ଦର, ତାଙ୍କର ଚାହାଣୀ କେତେ ସୁନ୍ଦର, ତାଙ୍କର ପଦଯୁଗଳ ସ୍ୱର୍ଗୀୟ, ତାଙ୍କର ଚକ୍ଷୁ ଦିବ୍ୟ, ସମସ୍ତେ ବର୍ଣ୍ଣନା କରି ଶବ୍ଦ ପାଇନାହାନ୍ତି। ବହୁତ ସୁନ୍ଦର। MP ପଣ୍ଡିତ ବି ସେମିତି ହିଁ ବର୍ଣ୍ଣନା କରିଛନ୍ତି। ତାଙ୍କର ସେ କହୁଛନ୍ତି, ଡିଭାଇନ ମଦର୍ସ ଫେସ୍ ୱାଜ suffused in a brilliant but very serene light. The whole face glowed and waves of light emanated from it. ମାନେ ଏତେ ସୁନ୍ଦର, unspeakable beauty ବୋଲି କହୁଛନ୍ତି। ଏତେ ସୌନ୍ଦର୍ଯ୍ୟମୟ
ନିଜେ ମା ସ୍ୱୟଂ ଦିବ୍ୟ ଜନନୀ। ତେଣୁ ସେଇ ମହାଲକ୍ଷ୍ମୀ ପୁଣି ସେ ଆହୁରି ଭଲ ପାଆନ୍ତି, ସେ ତ ସୌନ୍ଦର୍ଯ୍ୟର ଦେବୀ, ସେ ପୁଣି ସଂଗତିର ବି ଦେବୀ। ତାହେଲେ ଏ ସଂଗତି କଣ? ଏ ସଂଗତି ପ୍ରକୃତରେ ହାର୍ମୋନି। ମା କହୁଛନ୍ତି ହାର୍ମୋନି ଇଜ ମାଇ ଏମ୍ and all that leads to harmony makes me happy। এই ହାର୍ମୋନି ମୋର ଜୀବନର ଲକ୍ଷ୍ୟ, ସଂଗତି ମୋ ଜୀବନର ଲକ୍ଷ୍ୟ, ଏବଂ ଯାହା କିଛି ସଂଗତି ଆଡକୁ ଯାଉଛି ସେଗୁଡାକ ମତେ ଖୁସି କରେଇ ଦିଏ, ସେଥିରେ ମୁଁ ବହୁତ ଖୁସି ହୁଏ। ମା ଏଇ କଥା କହୁଛନ୍ତି। ତେଣୁ ସବୁବେଳେ ଏଇ କଥା ଆହୁରି ବି କହିଲେ, when all is in agreement with one truth or an expression of it, that is harmony। ଶ୍ରୀ ଅରବିନ୍ଦ ସୁନ୍ଦର ଭାବରେ ବୁଝେଇଥିଲେ ହାର୍ମୋନି କଣ। ଯେତେବେଳେ ସେଇ ପରମ ସତ୍ୟ ସହିତ, ସେଇ ଏକ ଅଦ୍ୱିତୀୟ ପରମ ସତ୍ୟ ସହିତ ସବୁ କିଛି ସହମତିର ସହିତ ରହିଥାଏ, ତାହା ହଉଛି ସଂଗତି। ଅର୍ଥାତ୍ ସେଇ ଦିବ୍ୟ ପରମ ସତ୍ୟ ଅନୁଯାୟୀ ସବୁ କିଛି ସଜାଡି ହେଇକି ଯଦି ରହିଛି, ତାହାକୁ ଆମେ ସଂଗତି ବୋଲି କହିବା, ହାର୍ମୋନି ବୋଲି କହିବା। ଏଇ ସୃଷ୍ଟିରେ ଆମେ ଦେଖୁଛୁ ପ୍ରତିଟି କଥା, ଯେମିତି ଆମେ ପଢିଲେ ମହାଲକ୍ଷ୍ମୀ ସ୍ୱରୂପିଣୀ ସବୁବେଳେ ସେଇ ମହା ସଂଗତି ଭିତରେ ଏ ସମଗ୍ର ବିଶ୍ୱକୁ ତାଙ୍କର ପରିଚାଳନା ଭିତରେ ରଖିଛନ୍ତି। ସକାଳ ପାଇଲେ ସୂର୍ଯ୍ୟ ଉଦୟ ହେଉଛି ଏବଂ ପୁଣି ସନ୍ଧ୍ୟାରେ ଅସ୍ତ ଯାଉଛି, ତାହା ସହିତ ପବନ ବହୁଛି, ବୃଷ୍ଟି ମଧ୍ୟ ସମୟରେ ହଉଛି, ସବୁ କିଛି, ଗଛରେ ଫଳ ଫଳୁଛି, ଗଛଟି ବଢୁଛି, ଜୀବ ଗୁଡିକ ସୃଷ୍ଟି ହଉଛନ୍ତି। ଏଇଭଳି ଭାବରେ ସବୁ କିଛି ସଂଗତିପୂର୍ଣ୍ଣ ଭାବରେ ତାଳ ଦେଇକି ଏଠି ଚାଲିଛି ସୃଷ୍ଟିରେ। ଏ ସୃଷ୍ଟିରେ ଏମିତି ଭାବରେ ସେଇ ଭାଗବତୀ ଶକ୍ତି ସବୁ କିଛିକୁ ପରିଚାଳନା କରୁଛନ୍ତି, ସେଇ ପରମ ସଂଗତି ଭିତରେ। ମା କହୁଛନ୍ତି, it seems to me that this happens quite often, much more often than one might think। ବହୁତ ସମୟରେ ଏ କଥା ଘଟେ। ଉଦାହରଣ ସ୍ୱରୂପ, each time an illness is cured, each time an accident is avoided, each time a catastrophe, even a terrestrial catastrophe, is averted। In all these things, it is always an intervention of the vibration of harmony in the vibration of disorder that causes the disorder to cease। ଯେତେବେଳେ ଆମେ ତ ଜାଣିପାରୁନି, ଯେତେବେଳେ ଆକ୍ସିଡେଣ୍ଟ ହଉଛି ଆମେ କହୁଛୁ ଆକ୍ସିଡେଣ୍ଟ ହେଇଗଲା, ବଡ ଅସୁବିଧା ହେଇଗଲା, ଡିସହାର୍ମୋନି ହେଇଗଲା। କିନ୍ତୁ କେତେ କେତେ ଥର ଆକ୍ସିଡେଣ୍ଟ ଅଟକାଇ ଦିଆଯାଇଛି ଏ ସୃଷ୍ଟିରେ, କେତେ କେତେ ଥର ପ୍ରାକୃତିକ ବିପର୍ଯ୍ୟୟକୁ ଏଡି ଦିଆଯାଇଛି। ଆମେ ନିକଟ ଅତୀତରେ ମଧ୍ୟ ଅନେକ କଥା ଦେଖିଛେ, କେମିତି ବାତ୍ୟା ଆସୁଛି କିନ୍ତୁ ଟଳି ଯାଇଛି, ବନ୍ୟା ହେବାର ଆଶଙ୍କା ବି ଟଳିଯାଏ, ବହୁତ ବଡ ବଡ ଅସୁବିଧା ବିପର୍ଯ୍ୟୟ ସବୁ ରୋକି ଦିଆଯାଇଛି। ଏସବୁ ଭିତରେ କଣ ହଉଛି? ସଂଗତିର ଗୋଟେ ସ୍ପନ୍ଦନର ହସ୍ତକ୍ଷେପ ହଉଛି, ଯୋଉଠି ବିଶୃଙ୍ଖଳା ସୃଷ୍ଟି ହେଇଛି, ସେ ବିଶୃଙ୍ଖଳା ଉପରେ ଏ ସଂଗତିର ଗୋଟେ ହସ୍ତକ୍ଷେପ ହଉଛି, ଦିବ୍ୟ ସଂଗତିର ଗୋଟେ ହସ୍ତକ୍ଷେପ ହବା ଫଳରେ ସେଗୁଡିକ ହିଲିଂ ହେଇଯାଏ, ସେଗୁଡିକ ରୋକି ହେଇଯାଏ, ସେଗୁଡିକୁ ବନ୍ଦ କରିଦିଆଯାଏ। ଏମିତି ଭାବରେ ସେଇ ମହାଲକ୍ଷ୍ମୀ କାର୍ଯ୍ୟ କରୁଛନ୍ତି। এই ସଂଗତି ଦ୍ୱାରା ଏ ସୃଷ୍ଟିର ଭାରସାମ୍ୟକୁ ସେ ରକ୍ଷା କରିଛନ୍ତି ଏବଂ ପୁରାପୁରି ସବୁ କିଛିକୁ ସଜାଡି ଧରିଛନ୍ତି। ଶ୍ରୀ ଅରବିନ୍ଦ କହୁଛନ୍ତି, ହାର୍ମୋନି ଇଜ ଦ ନ୍ୟାଚୁରାଲ ରୁଲ ଅଫ ଦ ସ୍ପିରିଟ। এই ହାର୍ମୋନି ହଉଛି ସ୍ପିରିଟର, ଆତ୍ମାର ସ୍ୱାଭାବିକ ନିୟମ। ଆତ୍ମା ଯୋଉ ନିୟମକୁ ସ୍ୱାଭାବିକ ଭାବରେ ନିଜ ଭିତରେ ଧାରଣ କରିଛି, ଯେଉଁ ସବୁ କଥା ଗୁଡିକ ସେ ପସନ୍ଦ କରେ, ତାହା ହିଁ ବାହ୍ୟ ଭାବରେ ସଂଗତି ରୂପରେ ଅଭିବ୍ୟକ୍ତ ହେଉଛି। ଯାହା ସେଇ ଦିବ୍ୟ ନିୟମ, ତାହା ହିଁ ସଂଗତି। ରବୀନ୍ଦ୍ର ପୁଣି କହୁଛନ୍ତି, ଏ କସ୍ମସ୍ ଅର୍ ୟୁନିଭର୍ସ ଇଜ ଅଲୱେଜ ଏ ହାର୍ମୋନି, ଅଦରୱାଇଜ ଇଟ୍ କୁଡ୍ ନଟ୍ ଏକ୍ଜିଷ୍ଟ, ଇଟ୍ ଉଡ୍ ଫ୍ଲାଏ ଟୁ ପିସେସ୍। ଏଇ ବିଶ୍ୱ ଜଗତ ସବୁବେଳେ ଗୋଟିଏ ସଂଗତିର ହିଁ ପରିଚୟ, ତାହା ହିଁ ଏକ ବିରାଟ ସଂଗତି। ନହେଲେ ଏହାର ଅସ୍ତିତ୍ୱ ନଥାନ୍ତା, ଖଣ୍ଡ ବିଖଣ୍ଡିତ ହେଇ ନଷ୍ଟ ହେଇ ସାରନ୍ତାଣି। ଆକାଶରେ ଏତେ ଗ୍ରହ ତାରା ଝୁଲି ରହିଛନ୍ତି,
ये संगति नुहे आ कौन हे पारे एक विराट संगति एक महासंगति जहाँकि सब किछि को धारण कर रही। श्री अरविंद गोटे प्रश्न पचरा हला, यू हैव रिटन हार्मोनी कैन नॉट बी ब्रॉट अबाउट बाय एक्सटर्नल ऑर्गेनाइजेशन ओनली, इनर हार्मोनी देयर मस्ट बी, व्हाट इज दैट इनर हार्मोनी? जेतेबेले संगतिटा बाह्य जीवन रे आसीबार कथा आमे चाहू सेतेबेले श्री अरविंद कहले बाह्य संगठन द्वारा संगति आम आनीपारे, अर्थात आम जदि चाहबू बाह्य भाव में सब किसी को संगति पूर्ण करदेव हो पारे, कहीं आम बहुत चेष्टा करूँ कौन सी माध्यम कौन सी उपाय आम घरे हो परिवार रे हो संगठन भितर हो जेकोसी संस्था भितर हो आम जितेबाला ऑफिस रे भी हो चाहू संगतिटा रक्षा हो सबुठ संगति धारण करी हो सब सजाड़ी हो रहू कहीं रहे बाह्य भाव में संगति को प्रकृत प्रतिष्ठित करा जाय परिबा नाही। कहीं ना अंतर संगति हेले ताहा बाहर अभिव्यक्त होबो, अंतर भीतर जदि संगति प्रतिष्ठित होबो ताहा बाहर अभिव्यक्त होबो। ताहले से अंतर संगतिटी कोन जहाँ महालक्ष्मी चाहती? माँ श्री अरविंद उत्तर देले जे यूनियन इन द मदर, मां सहित जदि युक्त हवा संयुक्त हवा एकात्म हवा ताहले ही अंतर संगति संभव। मां सहित जोड़ी हेले से संगतिर मूर्ति से संगतिर मूल उत्स सी संगतिर देवी सी सहित जदि युक्त हवा सहित जोड़ी हवा आम भितर संगति से प्रतिष्ठित करदेवे, ठारू से संगति प्रवाहित हम आमरी आड़कू आमे पूर्ण संगति रे भरी जिबा एवं ताहा आमर बाह्य जीवन रे प्रतिफलित हब अभिव्यक्त हब एवं चारिआड़ को संचरित हब। ताहा ही मूल कथा। आ सृष्टि रे जेते सब असुविधा अच्छी ऑल प्रॉब्लम्स ऑफ एक्जिस्टेंस आर प्रॉब्लम्स ऑफ हार्मोनी, श्री अरविंद ए कथा को ही कहिसेंते। जेते जेते संगतिर अभाव सेते सेते समस्या। एटी मनीष जीवन रे कष्ट भोगुची दुख रोग जंत्रणा भी भोगुची सबकिछि से संगतिर अभाव। रोगटी मध्य अंतर संगतिर अभाव रे हुए, बाह्य परिस्थिति रे मध्य दुर्घटना संगतिर अभाव रे हुए। परिस्थिति खराब कर्म खराब जहाँ भी असुविधा होची सबु भितरे केवल संगतिर ही अभाव हिच। एभली भावरे संगति कथा को आमे बुझिले संगतिटी कौन एबे बुझिबा प्रेमटी कौन प्रेम होची कौन ताहा विषय रे भी कहउछंती माँ विदाउट सेल्फ गिविंग देयर इज नो लव। आमे भाबुछु जणे जण को भल पाइला बा घरे समस्तଙ୍କ भितर परिवार भितर जो भल पाइबार संपर्क सेटा होची यथार्थ प्रेम ताहा नुहे। महालक्ष्मी जो प्रेमर कथा कहउछंती जो प्रेमर देवी से दिव्य प्रेम ताहा नुहे। निजको देई दबा बिना प्रेमर अस्तित्व नाही। मनीष मानक भितर ए निजको देई देबार क्रियाटी बहुत विरल। केवल सेल्फिशनेस और डिमांड्स भितर भरपूर हेकी रही प्रेम। ए कलुषित प्रेम को नहीं आमे कोन से प्रेम को चिन्ह पारिबा? माँ बहुत सुंदर उदाहरण टे देइछंती। When a baker wants to make the dough of his bread rise, he puts some leaven into it, and it is from within that the transformation takes place. जेतेबेले जणे गोटे बेकर जणे रुटी तैयारी करिबा व्यक्ति से जेतेबेले तार रुटी टिकु फुलेइबो पाउरुटी टिकु फुलेइबो से कोन करिवो ता भितर किछि ईस्ट पकेइबो बा फुलिबा भली किछि जिनिस पकेइबो जहा द्वारा कोन हबो अटाटी भितरु ही फुलिबार फुली उठिबार प्रक्रियाटी सृष्टि हबो। इनर ट्रांसफॉर्मेशन टी सेठी हबो। ठीक सेमती प्रेमटी केमिति हबो ताहा भगवान कठु आमे सिखिबा ए प्रेममय देवी ठारू सिखिबा। जेतेबेले भगवान निजको देदेले केमिति देदेले काहेकि देदेले
When the divine wanted to rouse matter, awaken it and make it rise towards God, he threw himself into matter under the form of love, and it is from within that the transformation takes place. ଯେତେବେଳେ ଭଗବାନ ଏଇ ମ୍ୟାଟର କୁ, ଏ ଜଡକୁ ଭଗବାନଙ୍କ ଦିଗରେ ଉତ୍ତୋଳିତ କରିବାକୁ ଚାହିଁଲେ, ସେ ନିଜେ ପ୍ରେମ ରୂପରେ ଜଡ ଭିତରକୁ ପ୍ରବେଶ କରିଗଲେ, ନିଜକୁ ତାରି ଭିତରକୁ ନିପତିତ କଲେ, ଆଉ ସେଇ ଭିତରୁ ସେଇ ଜଡର ରୂପାନ୍ତର ସାଧନ କରି 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 ତାକୁ ଭଗବାନଙ୍କ ଆଡକୁ ଉତ୍ତୋଳିତ କରୁଛନ୍ତି। ଏଇ ହଉଛି ତାଙ୍କରି ପ୍ରେମ। ନିଜେ ତାଙ୍କରି ଦିବ୍ୟତା ଭିତରୁ ନଈ ଆସିଲେ ସେ ଜଡତାର ସେଇ ସମସ୍ତ ନିଷ୍କ୍ରିୟତା ଭିତରକୁ, ଅଦିବ୍ୟତା ଭିତରକୁ। ଏଇଭଳି ଭାବରେ ସେ କେତେ ତାଙ୍କର ପ୍ରେମ ତାହା ଦେଖିବା କଥା। ଏଠି ନିଜସ୍ୱ ସେ ହରାଉଛନ୍ତି, ଏଠି ନିଜକୁ ସେ ପୁରା ବଳି ଦେଇ ଦଉଛନ୍ତି। ଦିବ୍ୟ ଜନନୀ ଯେତେବେଳେ ମାନୁଷୀ ଶରୀର ଧାରଣ କରିଛନ୍ତି, ତାହା ତ ଆତ୍ମବଳି। ଏଇଭଳି ଭଲ ପାଇବା ଆମକୁ ଶିଖିବାକୁ ହବ। ଏହା ହିଁ ଯଥାର୍ଥ ଭଲ ପାଇବା, ଯଥାର୍ଥ ପ୍ରେମ। ତେଣୁ ପ୍ରେମର ସ୍ୱରୂପ ଆମେ ଜାଣିଲେ। ବର୍ତ୍ତମାନ ଆମେ ଜାଣିବା ଏଇ ଯୋଉ ସୌମ୍ୟା ଶ୍ରୀମୟୀ ଦେବୀ ମହାଲକ୍ଷ୍ମୀ, ସେ ଆମଠାରୁ ଚାହାନ୍ତି କଣ? ଏଇ ଯେତେବେଳେ ମାଙ୍କର କଥା କୁହାଯାଇଛି, ହାର୍ମୋନି ଆଣ୍ଡ ବିୟୁଟି ଅଫ ଦ ମାଇଣ୍ଡ ଆଣ୍ଡ ସୋଲ, ମହାଲକ୍ଷ୍ମୀ କଣ ଚାହୁଁଛନ୍ତି? ହାର୍ମୋନି ଆଣ୍ଡ ବିୟୁଟି ଅଫ ଦ ମାଇଣ୍ଡ ଆଣ୍ଡ ସୋଲ, ମନ ଓ ଅନ୍ତରାତ୍ମାର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ ପୁଣି ଚାହୁଁଛନ୍ତି। ହାର୍ମୋନି ଆଣ୍ଡ ବିୟୁଟି ଅଫ ଦ ଥଟ୍ସ ଆଣ୍ଡ ଫିଲିଂସ, ଚିନ୍ତା ଓ ଅନୁଭବର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ। ହାର୍ମୋନି ଆଣ୍ଡ ବିୟୁଟି ଇନ୍ ଏଭ୍ରି ଆଉଟୱାର୍ଡ ଆକ୍ଟ ଆଣ୍ଡ ମୁଭମେଣ୍ଟ, ପ୍ରତ୍ୟେକ ବାହ୍ୟ କର୍ମ ଓ ଗତିର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ। ପୁଣି ହାର୍ମୋନି ଆଣ୍ଡ ବିୟୁଟି ଅଫ ଦ ଲାଇଫ ଆଣ୍ଡ ସରାଉଣ୍ଡିଙ୍ଗ, ସେ ଚାହୁଁଛନ୍ତି, ଆମଠାରୁ ଦାବି କରୁଛନ୍ତି ଜୀବନ ଓ ପରିବେଶର ସୁସଙ୍ଗତି ଓ ସୌନ୍ଦର୍ଯ୍ୟ। ଏଇ କଥା ସେ ଚାହୁଁଛନ୍ତି। ଏଇ ଜିନିଷ ଗୁଡିକ ଯଦି ଆମେ ପୂରଣ କରିବୁ, ତେବେ ତାଙ୍କରି ଉପସ୍ଥିତି ସଦା ସର୍ବଦା ଆମ ପାଖରେ ରହିବ। ଆମେ ସଦା ସର୍ବଦା ତାଙ୍କରି ଉପସ୍ଥିତିରେ ଦିବ୍ୟ ଭାବ ଭିତରେ ଜୀବନ ଅତିବାହିତ କରିପାରିବା। ତେଣୁ ଏଇ ଯୋଉ କଥା ସେ କହିଲେ, ବିୟୁଟି ଅଫ ଦ ମାଇଣ୍ଡ ଆଣ୍ଡ ସୋଲ, ମନଟା ତା ବାଟରେ ସେ ଚିନ୍ତା କରୁଛି, ତା ଇଚ୍ଛା ଅନୁସାରେ ସେ କାର୍ଯ୍ୟ କରିଯାଉଛି, ତାକୁ ଯାହା ପସନ୍ଦ ସେଇ ଅନୁସାରେ ତାର କଳ୍ପନା, ତାର ଯୋଜନା ସବୁ ନେଇ ସେ ତାର ବୁଦ୍ଧି ପ୍ରୟୋଗ କରି ସେଇ କାର୍ଯ୍ୟକୁ କରିବାରେ ଲାଗିଛି। ଅନ୍ତରାତ୍ମା ତେଣେ କଣ ଚାହୁଁଛି ତାହା ସେ ଜାଣେ ନା। ଏଇ ଦୁଇଟି ଯାକ ଭିତରେ ହାର୍ମୋନି ନାହିଁ, ସଙ୍ଗତି ନାହିଁ। ଏଇ ଦୁଇଟି ଯାକ ସଙ୍ଗତି ଯଦି ଆସିକି ପହଞ୍ଚିଲା, ତେବେ ହିଁ ମହାଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ହେବେ। ଖାଲି ଯଦି ଆମେ ତାଙ୍କର ପୂଜା ଆରାଧନା କରି, ବାହ୍ୟ ଭାବରେ ମୂର୍ତ୍ତି ପ୍ରତିଷ୍ଠା କରି ତାଙ୍କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରିବାକୁ ଚାହୁଁ, ଝୋଟି ଚିତା ପକଉ, ବିଭିନ୍ନ ପିଠାପଣା କରୁ, ବିଭିନ୍ନ ନୂତନ ବସ୍ତ୍ର ପରିଧାନ କରୁ, ଘର ଦ୍ୱାର ପୋଛି ନିର୍ମଳ କରି, ସେଦିନ କାମବାଲିକୁ ଘରୁ ମନା କରି, ଆମେ କାହାକୁ ଘରେ ପଶିବାକୁ ନ ଦେଇ, କାହାକୁ ଛୁଇଁବାକୁ ନ ଦେଇ ଯେତେ ରଖିଲେ ବି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ନାହିଁ। ମହାଲକ୍ଷ୍ମୀ ସ୍ୱୟଂ ସନ୍ତୁଷ୍ଟ ହେବେ ସେତେବେଳେ ଯେତେବେଳେ ଆତ୍ମା ଅନୁଯାୟୀ ମନଟି କାର୍ଯ୍ୟ କରୁଥିବ। ମନ ତା ନିଜ ବାଟରେ, ନିଜର ପରିକଳ୍ପନା ଭିତରେ, ନିଜର ଯୋଜନା ଭିତରେ ନିଜକୁ ନିୟୋଜିତ କରି ରଖିନଥିବ। ଆତ୍ମା ଯାହା ଚାହାନ୍ତି ତାହା ପୂରଣ କରିବା ପାଇଁ ସିଏ ନିୟୋଜିତ ହେଇଥିବ। ତାହା ହିଁ ହାର୍ମୋନି ଆଣ୍ଡ ବିୟୁଟି ଅଫ ଦ ମାଇଣ୍ଡ ଆଣ୍ଡ ସୋଲ। ସେତେବେଳେ ଆତ୍ମାର ସୌନ୍ଦର୍ଯ୍ୟ ସହିତ ସେ ମଧ୍ୟ ସୌନ୍ଦର୍ଯ୍ୟମୟ ହୋଇ ଉଠିବ ମନ, ଏବଂ ତାହା ସହିତ ତାଳ ମିଳେଇ ତାହା ସୁସଙ୍ଗତ ହୋଇ ଉଠିବ। ସେମିତି ହାର୍ମୋନି ଆଣ୍ଡ ବିୟୁଟି ଅଫ ଦ ଥଟ୍ସ ଆଣ୍ଡ ଫିଲିଂସ, ସମସ୍ତ ଚିନ୍ତା ଅନୁଭବ ସବୁକିଛି ସେଇ ଆତ୍ମାଙ୍କର ଇଚ୍ଛା ଅନୁଯାୟୀ ନିଜକୁ ନିୟନ୍ତ୍ରିତ କରିବେ। ମଣିଷ କିନ୍ତୁ ତାହା କରେନି। ସବୁବେଳେ ସେ ଚାହେଁ ମହାଲକ୍ଷ୍ମୀଙ୍କୁ ଆରାଧନା କରିଦେଇ, କିଛି ସମୟ ତାଙ୍କ ସହିତ କାଟି ଦେଇ, କିଛି ଉପବାସ କରିଦେଇ, କିଛି ପ୍ରକାରେ ନିଜକୁ ତାଙ୍କରି ଦିଗରେ କିଛି ସମୟ ନିୟୋଜିତ କରିଦେଇ, ଏଇ କଥା ଗୁଡିକର କୌଣସି ଗୁରୁତ୍ୱ ମଣିଷ ପାଖରେ ରହେ ନା।
କିନ୍ତୁ ଏଗୁଡିକ କେତେ ଗୁରୁତ୍ୱପୂର୍ଣ୍ଣ। ଯଦି ଏଇଥିରୁ କିଛି ବି ନ ହେଇଛି ତାହେଲେ ମହାଲକ୍ଷ୍ମୀ ସନ୍ତୁଷ୍ଟ ହେବେ କେମିତି? କାରଣ ମହାଲକ୍ଷ୍ମୀଙ୍କର ଡିମାଣ୍ଡ ହେଲା ଏତିକି, ସେ ଆମଠାରୁ କେବଳ ଏତିକି ଚାହାନ୍ତି, ହାର୍ମୋନି ଆଣ୍ଡ ବିୟୁଟି ଅଫ ଏଭ୍ରି ଆଉଟୱାର୍ଡ ଆକ୍ଟ ଆଣ୍ଡ ମୁଭମେଣ୍ଟ। ସବୁ ଏଇ ବାହ୍ୟ କର୍ମ ଏବଂ ଗତିବୃତ୍ତି ଗୁଡିକରେ ସଂଗତି ଏବଂ ସୌନ୍ଦର୍ଯ୍ୟ। ଆମେ ଖାଇଦେଇ ପ୍ଲେଟ ପକେଇ ଦେଇକି ପଳେଇବୁ, କୌଣସି ଜିନିଷ ସେମିତି ଅଳିଆ ଆବର୍ଜନା ହେଇକି ପଡିଛି, ତାହା ପଡିଥିବ ତାରି ବାଟରେ ଆମେ ଚାଲି ଯାଉଛୁ। ଆମ ଭିତରେ ଯେତେ ଯେତେ ଆମେ ଘର ଭିତରେ କାର୍ଯ୍ୟ କରୁ, ବାହାରେ କାର୍ଯ୍ୟ କରୁ, ସମସ୍ତ ଗତିବୃତ୍ତି ଭିତରେ ଯେମିତି ହାର୍ମୋନି ରହିବ, ସୌନ୍ଦର୍ଯ୍ୟ ରହିବ, ସଂଗତି ରହିବ। ଏଇ ଦୁଇଟି ଯଦି ତା ଭିତରେ ନ ରହେ, ପ୍ରତିଟି ଜିନିଷ ତାର ନିର୍ଦ୍ଦିଷ୍ଟ ଜାଗାରେ ରହିବ, ପ୍ରତ୍ୟେକ ଜିନିଷକୁ ଯେମିତି ସଜା ହେଇକି ରଖାଯାଇଥିବ, ଯେମିତି ତାହା ଦରକାର ବେଳେ ମିଳୁଥିବ, ତାହା କାର୍ଯ୍ୟରେ ଲାଗିବା ବେଳକୁ ଆମ ପାଇଁ ସହଜ ହଉଥିବ। ବାହ୍ୟ କର୍ମ ଗୁଡିକ ସେମିତି ହେଇଥିବ, କୌଣସି କାମ ଏମିତି ପକେଇ ଦେଇକରି ଅଧା ପଡିଛି, ଆଉ ଗୋଟେ କାମ ଆରମ୍ଭ ହେଲାଣି, ୟାର ଅଧା ତାର ଅପୂର୍ଣ୍ଣତା ଏମିତି ଭାବରେ ପଡିଥିବ। କୌଣସି କାର୍ଯ୍ୟ ଭିତରେ ସଂଗତି ଅଛି ବା ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହେଲା, ତାହା ଆମେ କହିପାରିବା ନାହିଁ। ପୁଣି ଆମ ପରିବେଶ ପରିସ୍ଥିତି ସହିତ ଆମ ଜୀବନର ମଧ୍ୟ ସଂଗତି ରହିବ। ଆମେ ଯୋଉ ପରିସ୍ଥିତି ଭିତରେ ରହୁଛୁ ତାହା ଭିତରେ ଆମେ କହୁ ଏଇଟା ଗୋଟେ ଅପ୍ରୀତିକର ପରିସ୍ଥିତି, ଏଇଟା ଗୋଟେ ଏମିତି ଖରାପ ପରିସ୍ଥିତି, ଏମିତି ପରିବେଶରେ ରହିହବନି, ଏମିତି ପରିବେଶରେ ଚଳି ହବନି। କିନ୍ତୁ ତାହାରି ଭିତରେ ଯଦି ଆମେ ସେଇ ଦିବ୍ୟ ଉପସ୍ଥିତିକୁ ଦେଖିବାକୁ ଚେଷ୍ଟା କରିବୁ, ସେଇ ଦିବ୍ୟ ଇଚ୍ଛାକୁ ବୁଝିବାକୁ ଚେଷ୍ଟା କରିବୁ, ତେବେ ପରିବେଶ ପରିସ୍ଥିତି ସହିତ ଆମର ଜୀବନର ମଧ୍ୟ ଗୋଟେ ସଂଗତି ଏବଂ ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ସହଜ ହେଇପାରିବ, ନହେଲେ ହେଇପାରିବ ନାହିଁ। ଆମେ କମ୍ପ୍ଲେନ କରୁଥିବୁ, ସଂଗତି ଆସିବ ନାହିଁ, ଅଭିଯୋଗ କରୁଥିବୁ, ବିରକ୍ତି ପ୍ରକାଶ କରୁଥିବୁ, ସେଇଠି ବିଚଳିତ ହଉଥିବୁ, ସେଇଠି ସଂଗତିର ଚିହ୍ନ ରହିବ ନାହିଁ। ତେଣୁ ଏଇଭଳି ଭାବରେ ଯଦି ଆମେ ନିଜକୁ ରଖିପାରୁ, ତାହେଲେ ମହାଲକ୍ଷ୍ମୀ ସନ୍ତୁଷ୍ଟ ହେବେ, ମହାଲକ୍ଷ୍ମୀ ଆମ ସହିତ ଚିରକାଳ ରହିବେ, ତାଙ୍କରି ଉପସ୍ଥିତିକୁ ଆମେ ଧରି ରଖିପାରିବୁ। ଆହୁରି ଗୋଟିଏ କଥା ଯେ ମହାଲକ୍ଷ୍ମୀ ଏତେ ସବୁ ଜିନିଷ ଭିତରେ ସୌନ୍ଦର୍ଯ୍ୟ ସଂଗତି ସବୁ ଚାହୁଁଛନ୍ତି, ଆଉ ଯଦି ସେଗୁଡିକ ନାହିଁ, ପୁଣି କହୁଛନ୍ତି ଯୋଉଠାରେ ପ୍ରେମ ଆଉ ସୌନ୍ଦର୍ଯ୍ୟ ନାହିଁ ବା ପ୍ରକାଶିତ ହବାକୁ ଚାହେଁ ନାହିଁ, ସେଠାକୁ ସେ ଆସନ୍ତି ନାହିଁ। ଯୋଉଠି ପ୍ରେମ ନାହିଁ, ପରସ୍ପରକୁ ଭିତରେ ଭଲ ପାଇବା, ପ୍ରେମଟି କଣ ଆମେ ଜାଣିଲେ, ସେଥିପାଇଁ ଆଗରୁ ସୌନ୍ଦର୍ଯ୍ୟ କଣ ଜାଣିଲେ ଏବଂ ସଂଗତି କଣ ଜାଣିଲେ, ଯାହା ତାର ଯଥାର୍ଥ ସ୍ୱରୂପରେ ସେଠି ନାହିଁ। ମଣିଷ ମଣିଷକୁ ଭଲ ପାଉଛି ସ୍ୱାର୍ଥ ପାଇଁ, ଅହଙ୍କାର ପାଇଁ, ନିଜର ବ୍ୟକ୍ତିଗତ କାମନା ବାସନା ପୂର୍ଣ୍ଣ ପାଇଁ। ସେଇ କ୍ଷେତ୍ରରେ ମହାଲକ୍ଷ୍ମୀ ସେଠି ରୁହନ୍ତି ନାହିଁ। ଯୋଉଠି ସୌନ୍ଦର୍ଯ୍ୟ ନାହିଁ, ଘର ଭିତରେ ବାହ୍ୟ ସୌନ୍ଦର୍ଯ୍ୟ, ପ୍ରତିଟି ଜିନିଷ ଗୁଡିକ ସଜା ହେଇକି ରଖା ହେଇଥିବ, ସୌନ୍ଦର୍ଯ୍ୟକୁ ସମସ୍ତେ ଅଭିବ୍ୟକ୍ତ କରୁଥିବେ, ଏଇ କଥା ଆମେ ଭୁଲି ଯିବାନି। କାହିଁକି ନା ଯଦି ମାଙ୍କର ଉପସ୍ଥିତି ଆମେ ସେଠି ଚାହୁଁ, ସେଠି ସୌନ୍ଦର୍ଯ୍ୟଟି ଅଭିବ୍ୟକ୍ତ ହଉଥିବା ଦରକାର। ଖାଲି ଦାମିକିଆ ଜିନିଷ କିଣି ଆଣିକି ସବୁ ସଜେଇ ଦେଲେ ତାହା ଯେ ସୌନ୍ଦର୍ଯ୍ୟକୁ ଅଭିବ୍ୟକ୍ତ କରିବ, ତାହା ନୁହେଁ। ଯାହା ଜିନିଷ ଅଛି ସେଗୁଡିକ ଯଦି ସଜ୍ଜିତ କରି ରଖାଯାଏ, ସଂଗତିପୂର୍ଣ୍ଣ ଭାବରେ ସମସ୍ତେ ରହିଥାନ୍ତି। ଏମିତି ନୁହେଁ ଏଠି ଗୋଟେ ଜିନିଷ ଥୁଆ ହେଇଛି, ତାକୁ ଡେଇଁ ଆମେ ଆରପଟକୁ ଯିବା, ଆର ଜିନିଷଟିକୁ ଝୁଣ୍ଟିଲେ ଏପଟକୁ ପହଞ୍ଚିବା, ଏଠି ସଂଗତି ବୋଲି କୁହାଯିବନି। ଏଟା ସବୁ ସଜ୍ଜିତ ହେଇଥିବ ଏମିତି ସଂଗତିପୂର୍ଣ୍ଣ ଭାବରେ, ପରସ୍ପର ସହିତ କୋଉଠି କିଛି ବାଧା ଉପଯୋଗ ନଥିବେ ଏବଂ ସୌନ୍ଦର୍ଯ୍ୟ ମଧ୍ୟ ଅଭିବ୍ୟକ୍ତ କରୁଥିବେ ତାହାରି ଭିତରେ, ଏବଂ ପରସ୍ପର ଭିତରେ ଭଲ ପାଇବା ଥିବ, ସେଇଠି ସେଇ ସୌମ୍ୟା ଶ୍ରୀମୟୀ ଦେବୀ ରହନ୍ତି। ଆଉ ଯୋଉଠି ଏଗୁଡାକ ନାହିଁ, ସେଠି ଯୋଉଡାକ ଏଇ ଜିନିଷ ଗୁଡାକ ଯୋଉଠି ମିଶ୍ରିତ ହେଇଯାଇଛି ହୀନତାର ଉପକରଣ ସହିତ, ସେଇଠୁ ସେ ଅବିଳମ୍ବେ ମୁଖ ଫେରାଇ ନିଅନ୍ତି, ଚାଲିଯାଆନ୍ତି ସେଇଠୁ, ସେଠି ସେ ରୁହନ୍ତିନି। ଅଧିକ ଧନ ସମ୍ପତ୍ତି ଥାଇପାରେ ଜଣଙ୍କର, କିନ୍ତୁ ସେଇଠି ମହାଲକ୍ଷ୍ମୀଙ୍କର ଦିବ୍ୟ ଉପସ୍ଥିତି ରହିବ, ତାହା କୌଣସି ପ୍ରକାର ଆମେ ନିଶ୍ଚିତ ହେଇପାରିବା ନାହିଁ। କାହିଁକି ନା ଏଇ ଯଦି ସ୍ୱାର୍ଥପରତା, ଦ୍ୱେଷ, ଈର୍ଷା, ହିଂସା, ଅସୂୟା, ଦ୍ୱନ୍ଦ୍ୱ, ଏସବୁ ଯଦି ବିଶ୍ୱାସଘାତକତା, ଅକୃତଜ୍ଞତା ଏସବୁ ଯଦି ରହେ, ସେଇଠି ମହାଲକ୍ଷ୍ମୀ ରହନ୍ତି ନାହିଁ, ଅବିଳମ୍ବେ ସେ ଜାଗା ଛାଡି ଚାଲିଯାଆନ୍ତି।
ସେ ପସନ୍ଦ କରନ୍ତିନି ଏବଂ ଏକ ଦିବ୍ୟ ଘୃଣାରେ ତାଙ୍କ ଅନ୍ତର ପୁରି ଉଠେ। ଡିଭାଇନ ଡିସଗଷ୍ଟ ତାଙ୍କ ଭିତରେ ଆସେ, ଗୋଟେ ଦିବ୍ୟ ଘୃଣା ଆସେ। ସେ ସେଠି ରହିବାକୁ ଅନିଚ୍ଛୁକ ହୁଅନ୍ତି, ସେଇଠୁ ସେ ଚାଲିଯାଆନ୍ତି। ଦିବ୍ୟ ଘୃଣା କଣ? ତାଙ୍କୁ ମାଙ୍କୁ ମଧ୍ୟ ଏ ପ୍ରଶ୍ନ ପଚରାଗଲା ଯେ ମା, ଏଇ ଯୋଉ ଦିବ୍ୟ ଘୃଣା ଇଏ କଣ? ଦିବ୍ୟ ଘୃଣା ମାନେ କଣ? କଣ ସେ କରନ୍ତି? ସେ ମା ଗୋଟେ ସୁନ୍ଦର ଉଦାହରଣ ଦେଲେ। କହିଲେ ଦିବ୍ୟ ଘୃଣା ମାନେ, ଯଦି ଆମେ ଶିବଙ୍କ କଥା ଭାବିବା, ଶିବ କେମିତି ସମଗ୍ର ବିଷକୁ ପାନ କରିଗଲେ। ଯେତେବେଳେ ସମୁଦ୍ର ମନ୍ଥନର ଫଳାଫଳ ସ୍ୱରୂପ ଫଳାହଳ ବିଷ ବାହାରିଲା, ସେତେବେଳେ ଶିବ ସେ ବିଷକୁ ପାନ କରିଗଲେ। କଣ ସେଟା? ସେଟା ଗୋଟେ ଦିବ୍ୟ ଘୃଣା। କେମିତି ଦିବ୍ୟ ଘୃଣା ହେଲା ସେଟା? ନା ସେ ବିଷଟା ଯଦି ବି ଏ ସୃଷ୍ଟିରେ ରହିଥାନ୍ତା, ସମଗ୍ର ବିଶ୍ୱକୁ ସେ ନଷ୍ଟ କରିଥାନ୍ତା। ସେଇଟାକୁ ସେ ନିଜ ଭିତରକୁ ନେଇଗଲେ, ପରମ ପ୍ରେମର ସହିତ ସେ ନିଜ ଭିତରେ ତାକୁ ନେଇଗଲେ ଏବଂ ନିଜ ଭିତରେ ତାକୁ ଟ୍ରାନ୍ସଫର୍ମ କରିବେ। ତାପରେ ଜଗତରେ ତାହା ଦେବେ, ସେ ଟ୍ରାନ୍ସଫର୍ମଡ ରୂପଟାକୁ ଜଗତକୁ ଦେବେ। ଏଇ ଯୋଉ କଥା, ସେମିତି ମହାଲକ୍ଷ୍ମୀ କଣ କରନ୍ତି? ଯୋଉ ଉପାଦାନ ଗୁଡିକ ତାଙ୍କ ଭିତରେ ଏମିତି ଅକୃତଜ୍ଞତା, ଈର୍ଷା, ଦ୍ୱେଷ, ହିଂସା, ପ୍ରେମ ଭିତରେ ସ୍ୱାର୍ଥପରତା, ଏଇ ସବୁ ଜିନିଷ ଗୁଡିକ ଯଦି ମିଶିଯାଏ, ସେଇଗୁଡିକ ଦେଖି ସେ ସବୁ ନିଜ ଭିତରେ ସେଗୁଡିକୁ ଗ୍ରହଣ କରି ନେଇଯାଆନ୍ତି ଏବଂ ସେଇ ଜାଗାରୁ ଚାଲିଯାଇ ସେଇଗୁଡିକର ରୂପାନ୍ତର କରନ୍ତି ନିଜ ଭିତରେ। କାରଣ ସୃଷ୍ଟିରେ ଏଇଭଳିଆ ଜିନିଷ ଗୁଡାକ ସେ ଚାହାନ୍ତିନି। ସୃଷ୍ଟିକୁ ସୁନ୍ଦର କରିବା ତାଙ୍କରି ଲକ୍ଷ୍ୟ। ସୃଷ୍ଟିକୁ ସୌନ୍ଦର୍ଯ୍ୟ, ସଂଗତି, ପ୍ରେମରେ ଭରିଦେବା ତାଙ୍କରି ଉଦ୍ଦେଶ୍ୟ। ତେଣୁ ଏମିତି ଗୋଟେ ଡିଭାଇନ ଡିସଗଷ୍ଟରେ ତାଙ୍କ ଭିତରଟି ପୁରିଯାଏ ଏବଂ ସେ ସେଇ ସ୍ଥାନରେ ରହିବା ପାଇଁ ସେ ପସନ୍ଦ କରନ୍ତି ନାହିଁ। ଆଉ ଆମେ ଗୋଟିଏ କଥା ଆମ ଭିତରେ ଆସେ ପ୍ରଶ୍ନ ଯେ ମହାଲକ୍ଷ୍ମୀ ଅର୍ଥଶକ୍ତି ସହିତ ଜଡିତ ହେଇଥାନ୍ତି। ଧନ ସମ୍ପତ୍ତି ଯେତେ ସବୁ ଆସେ ଆମ ପାଖକୁ, ମହାଲକ୍ଷ୍ମୀ ଆମ ପାଖରେ ସେଇ ଅର୍ଥର ପ୍ରଦାୟିନୀ ଭାବରେ ଆସନ୍ତି। ଆମେ ଏଇ କଥା ଆମ ଧାରଣା ଭିତରେ ରହିଛି। ନିଶ୍ଚିତ ଭାବରେ ଏଇଠି ଜାଣିବା, ନିଶ୍ଚିତ ଭାବରେ ଅର୍ଥ ଶକ୍ତି ତ ଭଗବାନଙ୍କର ହିଁ ଶକ୍ତି। ତେଣୁ ସେଇ ଭାଗବତୀ ଶକ୍ତି ତାକୁ ଡିଲ୍ କରନ୍ତି, କିନ୍ତୁ ଯେହେତୁ ସିଏ ଗୋଟେ ଅର୍ଥଟି ବିଶ୍ୱଗତ ଶକ୍ତିର ଗୋଟେ ସ୍ଥୂଳ ଚିହ୍ନ ଏବଂ ମୂଳତଃ ସେ ଭଗବତ ଶକ୍ତି, ତାହା ପ୍ରତି ଆମର ମନୋଭାବଟି କିଭଳି ଭାବରେ ରହିବ ତାହା ଆମେ ଜାଣିଲେ ମଧ୍ୟ, ଆମେ ଯୋଉ କେତେକାଂଶରେ ଧାରଣା ରଖିଛୁ ଲକ୍ଷ୍ମୀ ହଉଛନ୍ତି ଅର୍ଥଶକ୍ତିର ପ୍ରଦାୟିନୀ, ତାହା ମଧ୍ୟ ଆମେ ଜାଣିପାରିବା। କାରଣ ସିଏ ମହାଲକ୍ଷ୍ମୀ ସ୍ୱରୂପରେ ସେଇ କଥାକୁ ଦିଅନ୍ତି ବୋଲି ଯୋଉ ଆମର ବିଶ୍ୱାସ, ସେ ବିଶ୍ୱାସଟିକୁ ଆମେ ଯଦି ବି ଧରି ରଖୁ, ତେବେ ମଧ୍ୟ ସେଇ ସମ୍ପର୍କରେ ସୌନ୍ଦର୍ଯ୍ୟ, ସଂଗତି ଏବଂ ପ୍ରେମର ଆବଶ୍ୟକତା ରହିଛି। ଅର୍ଥ ଶକ୍ତିକୁ ମଧ୍ୟ ଆମେ ସେମିତି ଭାବରେ ବ୍ୟବହାର କରିବା ଯେମିତି ସଂଗତିପୂର୍ଣ୍ଣ ହବ, ତାହା ଯେମିତି ଯଥାର୍ଥ ଆବଶ୍ୟକତାରେ ଖର୍ଚ୍ଚ ହଉଥିବ। ଆବଶ୍ୟକତା ବ୍ୟତିରେକେ ଗୋଟିଏ ମୁଦ୍ରା ବି ଅଧିକ ଖର୍ଚ୍ଚ ହେବ ନାହିଁ। ତା ଭିତରେ ସ୍ୱାର୍ଥପରତା ନଥିବ, ତା ଭିତରେ ଦେଖେଇ ଦେବାର ଭାବ ନଥିବ ଅର୍ଥ ସମ୍ପତ୍ତିକୁ। ଏବଂ ଅର୍ଥ ଜନିତ ଯୋଉ ସବୁ ଆମ ଭିତରେ ସବୁ କଥା ଗୁଡିକ ମିଳୁଛି ଆମକୁ, ଯେତେ ସବୁ ସମ୍ପତ୍ତି ଗୁଡିକ, ଯେତେ ସୁବିଧା ସୁଯୋଗ ଗୁଡିକ, ଆମେ ସେଥିରେ ବାନ୍ଧି ହେଇଯିବାନି, ଆସକ୍ତି ରହିବନି, ସେଇଥିରୁ ମୁକ୍ତ ହବାକୁ ପଡିବ। ତେବେ ଯାଇ ସେଇ ଆତ୍ମାର ସଂଗତି ଏବଂ ସୌନ୍ଦର୍ଯ୍ୟ ସହିତ ଅର୍ଥର ବ୍ୟବହାରଟି ମଧ୍ୟ ଯୁକ୍ତ ହେଇପାରିବ। ଆତ୍ମା ଚାହାନ୍ତିନି ଆମେ ଅର୍ଥ ଦ୍ୱାରା ଆସକ୍ତ ହେଇକି ରହୁ। ତେଣୁ ଏହା ମଧ୍ୟ, ଯଦିଓ ଏଠି ଆମେ ଜାଣିଲେ ମହାଲକ୍ଷ୍ମୀ ସଂଗତି, ସୌନ୍ଦର୍ଯ୍ୟ ଏବଂ ପ୍ରେମର ଦେବୀ, ତେବେ ବି ଆମ ଭିତରେ ଯୋଉ ଚିରାଚରିତ ଧାରାଟି ଚାଲି ଆସିଛି ଅର୍ଥଶକ୍ତି ସହିତ ମହାଲକ୍ଷ୍ମୀ ଜଡିତ, ତାହା ମଧ୍ୟ ଏଇ ସୌନ୍ଦର୍ଯ୍ୟ, ସଂଗତି ଏବଂ ପ୍ରେମ ଭିତରେ ଆମେ ଅନ୍ତର୍ଭୁକ୍ତ କରିବା ଏବଂ ସେଇ ଚେତନାରେ ସେ ଅର୍ଥଶକ୍ତି ପ୍ରତି ଆମର ଦୃଷ୍ଟି ରହିବ।
ଆଜି ଅର୍ଥ ଆମ ପାଖରେ ଅଛି ତାହା ତାଙ୍କରି ହିଁ କୃପା, ଯଦି ନାହିଁ ତେବେ ବି ତାହା ତାଙ୍କରି କୃପା। କାରଣ ତାଙ୍କରି ଶକ୍ତି ସେ ଆମକୁ ଆଜି ଦେଇଛନ୍ତି, କାଲି ଆଉ କାହାକୁ ବି ଦେଇପାରନ୍ତି, ଆମଠୁ ତା ନେଇ ବି ଯାଇପାରନ୍ତି। ତେଣୁ ସେଇ ଦିବ୍ୟ ଶକ୍ତିଙ୍କୁ ସେଇ ସମ୍ମାନ, ସେଇ ଭକ୍ତି ଏବଂ ସେଇ ଦିବ୍ୟ ଉଦ୍ଦେଶ୍ୟରେ ଆମେ ରଖିବା। ଯେମିତି କହିଲେ କେବଳ ଟ୍ରଷ୍ଟି ହବା, ଆମେ ତାକୁ ନିଜେ ତାର ଉପରେ ମାଲିକାନା କେବେ ମଧ୍ୟ ଦେଖେଇବା ନାହିଁ, କାରଣ ତାହା ପୁଣି ଅଧିକାର ସାବ୍ୟସ୍ତ କରିବାର କଥା ହେଇଯିବ, ତାହା ପ୍ରେମର କଥା ହବ ନାହିଁ। ତେଣୁ ଯଥାର୍ଥ ରୀତିରେ ଅର୍ଥକୁ ମଧ୍ୟ ଆମେ ପରିଚାଳିତ କରିବା ଏବଂ ଅର୍ଥ ପ୍ରତି ଆମର ଲୋଭ ଆସକ୍ତି ନ ରଖି ଯଥାର୍ଥ ଭାବରେ ଦିବ୍ୟ ଉଦ୍ଦେଶ୍ୟରେ ଏବଂ ଭାଗବତ ଉଦ୍ଦେଶ୍ୟରେ ଅର୍ଥକୁ ନିୟୋଜିତ କରିବା। ଅର୍ଥାତ୍ ଅର୍ଥକୁ ଯେତେବେଳେ ବି ଖର୍ଚ୍ଚ କରିବା ତାଙ୍କରି ହିଁ ଅର୍ଥ ଯଥାର୍ଥ ଆବଶ୍ୟକତାରେ ଖର୍ଚ୍ଚ ହେବ, ବିନା କୌଣସି ଏମିତି ଆମେ ଯଦି କହିବା ଆମର ଆବଶ୍ୟକତା ଠାରୁ ଅଧିକ କିଛି ଆମ ପାଖରେ ଅର୍ଥ ଅଛି ଆମେ ତାର ଅପବ୍ୟୟ କରିବା, ତାହା ଉଚିତ ନୁହେଁ। କାହିଁକି ନା ଦିବ୍ୟ ଶକ୍ତିଙ୍କର ଅପବ୍ୟୟ କରିବା ଆମର ଅଧିକାର ନୁହେଁ, ଏହା ଆମେ ଆମର ଅଧିକାରର ଦୁରୁପଯୋଗ କରୁଛୁ। ତେଣୁ ଏହା ମହାଲକ୍ଷ୍ମୀ କଦାପି ମଧ୍ୟ ପସନ୍ଦ କରିବେ ନାହିଁ। ପ୍ରତିଟି କ୍ଷେତ୍ରରେ, ଆମ ଜୀବନ କ୍ଷେତ୍ରରେ, କର୍ମ କ୍ଷେତ୍ରରେ, ଆମର ମନୋଭାବ କ୍ଷେତ୍ରରେ, ଆମର ସମସ୍ତ ଗତିବୃତ୍ତିରେ, ଆମର ସମସ୍ତ ଚିନ୍ତା ଭାବନା ଭିତରେ ସେଇ ସଂଗତି, ସୌନ୍ଦର୍ଯ୍ୟ ଏବଂ ପ୍ରେମ ଯଥାର୍ଥ ରୀତିରେ ଅଭିବ୍ୟକ୍ତ ହେଇପାରିଲେ, ଆତ୍ମାଙ୍କ ସହିତ ତାହା ତାଳମେଳ ରଖି ଯଦି ଗତି କରିପାରିଲା ଜୀବନରେ ଅନ୍ତର ଭିତରେ। ତେଣୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଭୁ, ଯେ ମା କହିଲେ ଯେ ବାହାରେ ଆମେ ସୌନ୍ଦର୍ଯ୍ୟ ଖୋଜିବା ନାହିଁ, ବାହାରେ ସଂଗତି ଖୋଜିବା ନାହିଁ, ବାହାରେ ପ୍ରେମକୁ ଖୋଜିବା ନାହିଁ, ସବୁକିଛି ଅନ୍ତର ଭିତରେ, ସବୁକିଛି ଅନ୍ତର ଭିତରୁ ସେଇ ଦିବ୍ୟତାର ସହିତ ଉଚ୍ଚାରିତ ହେବେ, ସେଇ ପ୍ରଚେଷ୍ଟା କରିବା। ସବୁକିଛି ଆନ୍ତର ପରିବର୍ତ୍ତନ, ଆନ୍ତର ଚେତନାର ରୂପାନ୍ତର ଏବଂ ଆନ୍ତର ଚେତନାରେ ଆତ୍ମାଙ୍କ ସହିତ ଯଦି ଯୁକ୍ତ ହେଇପାରିଲୁ ସବୁକିଛି ତାହାର ଦିବ୍ୟତାକୁ ଅଟୋମେଟିକାଲି ପ୍ରାପ୍ତ ହେବେ। ଆମେ ସେଇ କାର୍ଯ୍ୟଟିକୁ କରିବା ପାଇଁ କଦାପି ଭୁଲିବା ନାହିଁ, ଯାହା ସେଇ ଦିବ୍ୟ ଶ୍ରୀମୟୀ ଦେବୀ, ସୌମ୍ୟା ଶ୍ରୀମୟୀ ଦେବୀ ମହାଲକ୍ଷ୍ମୀ ପସନ୍ଦ କରନ୍ତି। ଆମ ଜୀବନରେ ସେଇ ସୌନ୍ଦର୍ଯ୍ୟ, ସଂଗତି ଏବଂ ପ୍ରେମ ନିରନ୍ତର ଭାବରେ ଦିବ୍ୟ ସ୍ୱରୂପରେ ଅଭିବ୍ୟକ୍ତ ହୁଅନ୍ତୁ ଆମ ଅନ୍ତର ଭିତରେ ପ୍ରଥମେ ଏବଂ ବାହାରେ ତାପରେ ନିଜକୁ ସେ ପ୍ରତିଫଳିତ କରନ୍ତୁ। ଏହି ଅଭିପ୍ସାର ସହିତ ସେଇ ଦିବ୍ୟ ଜନନୀ ମା ମହାଲକ୍ଷ୍ମୀଙ୍କ ନିକଟରେ ଆମର ପ୍ରାର୍ଥନା କରିବା। ଏହା ସହିତ ଆଜିର ଆଲୋଚନାକୁ ଏଇଠି ରଖୁଛି। ସମସ୍ତଙ୍କୁ ଧନ୍ୟବାଦ, ମାଙ୍କ ନିକଟରେ ଅଶେଷ କୃତଜ୍ଞତା। ବନ୍ଦେ ମାତରମ୍। ବର୍ତ୍ତମାନ ଗୋଟିଏ ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀଅନ୍ନ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।